ନାଇଁ ଟିକେ ବିଳମ୍ବିତ ହଉଛି ସେ କଥା ଯେହେତୁ ରିପେୟାରିଂ କାମ ସରିନି ଏବଂ ଚାଲିଛି ଆମେ ଅଧିକା ରିପେୟାରିଂ ର ଏରିଆ ବାହାରିଛି ତେଣୁକରି ଯେହେତୁ ରିପେୟାରିଂ କାମ ସରିନାହିଁ ସେ ଦୃଷ୍ଟିକୋଣରୁ ଆଉ ଟିକେ ସମୟ ଲାଗିବ ତାର ପୁରା ଆସେସମେଣ୍ଟ ବି ଏପର୍ଯ୍ୟନ୍ତ ହେଇପାରିନି ମତେ ଲାଗୁଛି ଆଉ ମାସେ ଦୁଇ ମାସ ଖଣ୍ଡେ ଲାଗିପାରେ ହୁଏତ ରିପେୟାରିଂ କାମ ଥରେ ରିପେୟାରିଂ କାମ ସରିଗଲା ପରେ ତୁରନ୍ତ ଆମେ ଗଣତି ମଣିତିର ପ୍ରକ୍ରିୟା ଆରମ୍ଭ କରିବୁ ତେଣୁକରି ଆମେ ଭାବୁଛୁ ମାସେ ଦେଢ଼ ମାସରୁ ମ୍ୟାକ୍ସିମମ୍ ଦେଢ଼ ମାସରୁ 2 ମାସ ଭିତରେ ଚେଷ୍ଟା କରୁଛୁ ଆମେ ରଥଯାତ୍ରା ପୂର୍ବରୁ ଏ ଗଣତି ମଣିତିର ପ୍ରକ୍ରିୟା ବି ସାରିବା ପାଇଁ ନା ସେଇଟା ଭୁଲ କଥା ମହାପ୍ରଭୁଙ୍କ ରୀତିନୀତି ସହିତ ଏ କାମ ଚାଲିବ ବୋଲି ଆରମ୍ଭରୁ ଆମେ କହିଥିଲୁ ଏବଂ ମହାପ୍ରଭୁଙ୍କ ରୀତିନୀତି ଯେଉଁଭଳିଆ ଭାବରେ ଚାଲିଛି ସେ ଚାଲିଛି ଠିକ୍ ଢଙ୍ଗରେ ଏବଂ ସେ ମଝିରେ ଗୋଟେ ସମୟ ଗ୍ୟାପ୍ ଆମେ ପାଖାପାଖି 4 ଘଣ୍ଟା 5 ଘଣ୍ଟାର ସମୟ ଗ୍ୟାପ୍ ଦିଆଯାଉଛି ତେଣୁକରି ପ୍ରଶାସନ ସମୟ ଦଉନାହିଁ ସେଟା ଯଦି କେହି କହୁଛି ସେଟା ଭୁଲ କହୁଛି ଏବଂ ଯୋଉ କଥା ଏଏସ୍ଆଇ ର ସହମତିରେ ସେ କଥା କରାହେଇଛି ଏବଂ ଏଏସ୍ଆଇ ସେ ଅନୁଯାୟୀ ଦିଲ୍ଲୀ ପ୍ରୟାଗରାଜରୁ ମନ୍ତ୍ରିମଣ୍ଡଳ ଏବଂ ତା ସହିତ ନିଗମ ଗୁଡ଼ିକ ବଣ୍ଟନ ହେବ ଚର୍ଚ୍ଚା ହେଉଛି